ଆସୁଛି ଆହୁରି ଏକ ଲଘୁଚାପ। 6ରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା। ଆସନ୍ତା 6 ତାରିଖ ରାଜ୍ୟରେ ପୁଣି ବର୍ଷା ବଢ଼ିବ। ପଶ୍ଚିମ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରୀଣ ଅଧିକ ବର୍ଷା ହେବ। ଏପରିକି କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ମଧ୍ୟ ହେବ। ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏପରି ଆକଳନ କରିଛନ୍ତି। 6 ତାରିଖ ସନ୍ଧ୍ୟାରୁ ବର୍ଷା ବଢ଼ିବ। ପଶ୍ଚିମ ଅଭ୍ୟନ୍ତରରେ 8 ତାରିଖ ଯାଏଁ ବର୍ଷା ହେବ। ତେବେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ବଙ୍ଗୋପସାଗରରେ ପରିଲକ୍ଷିତ ହୋଇନି ବୋଲି ସେ କହିଛନ୍ତି। ଚାଷୀଙ୍କ ପରାମର୍ଶ ଦେଇ ସେ କହିଛନ୍ତି 20ରୁ 30 ଦିନ ଭିତରେ ସଅଳରୁଆ ଧାନରେ ପିଲ ସାର ପ୍ରୟୋଗ କରନ୍ତୁ। ଆଗାମୀ 24 ଘଣ୍ଟାରେ ଏହା ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହା ପ୍ରଭାବରେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଭାରୀ ବର୍ଷା ହୋଇପାରେ। ଆଗାମୀ 24 ଘଣ୍ଟାରେ ଏହା ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହା ପ୍ରଭାବରେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଭାରୀ ବର୍ଷା ହୋଇପାରେ। ଚାଲନ୍ତୁ ଜାଣିବା ନେକ୍ସଟ ଅପଡେଟ୍। ବଦଳିଲା ଯୁକ୍ତ 2 ପାଠ୍ୟକ୍ରମ। ଯୁକ୍ତ 2 ପାଠ୍ୟକ୍ରମ ଓ ପରୀକ୍ଷାର ବ୍ୟାପକ ପରିବର୍ତ୍ତନ ଆଣିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା ପ୍ରସ୍ତୁତ କରିଛି। ପାଠ୍ୟ ଖସଡ଼ାକୁ ସଂକ୍ଷିପ୍ତ କରାଯିବା ସହ ପରୀକ୍ଷାକୁ ଆହୁରି ସରଳ କରିବା ଦିଗରେ ପଦକ୍ଷେପ ନିଆଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ସିବିଏସ୍ଇ ଢାଞ୍ଚା ଅନୁଯାୟୀ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ। ପ୍ରତି ୟୁନିଟ୍ ଅନୁଯାୟୀ ପ୍ରଶ୍ନପତ୍ରରେ ସଂକ୍ଷିପ୍ତ ପ୍ରଶ୍ନ ପଡ଼ିବ। ଫଳରେ ପାଠପଢ଼ା ସମୟରେ ପିଲାମାନେ ସମସ୍ତ ବିଷୟକୁ ସମାନ ଭାବେ ଗୁରୁତ୍ୱ ଦେଇ ପଢ଼ିବେ। 100 ମାର୍କ ପରୀକ୍ଷାରେ ଛାତ୍ରଛାତ୍ରୀ 80% ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନର ସମ୍ମୁଖୀନ ହେବେ। ପ୍ରଶ୍ନପତ୍ରରେ 50 ମାର୍କରେ ମଲ୍ଟିପୁଲ ଚଏସ୍ ରହିବ। ପ୍ରତ୍ୟେକ ପ୍ରଶ୍ନ ପାଇଁ 1 କିମ୍ବା 2 ନମ୍ବର ଲେଖାଏଁ ରହିବ। ହାରାହାରି 30% ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ରହିବ। ପିଲାଙ୍କ ପାଇଁ ଅଧିକ ଅପସନ୍ ରଖାଯିବ। ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ 2 କିମ୍ବା 3 ମାର୍କ ରହିବ। ନେକ୍ସଟ ଅପଡେଟଟି ବିନା ପରୀକ୍ଷାରେ ଅଙ୍ଗନବାଡ଼ିରେ ଚାକିରି ଆବେଦନ ଆରମ୍ଭ। ମହିଳାଙ୍କ ପାଇଁ ଆସିଛି ନିଯୁକ୍ତି ସୁଯୋଗ। ଏବେ ଅଙ୍ଗନବାଡ଼ିରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ ହୋଇଛି। ମୌଳିକ ଶିକ୍ଷା ଆଧାରରେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି। ଏହି ନିଯୁକ୍ତି ପାଇଁ ଭଲ ରୋଜଗାର କରିପାରିବେ ଆଶାୟୀ। ଏଥିପାଇଁ ମହିଳା ଅଙ୍ଗନବାଡ଼ି କର୍ମୀଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ଖାଲିଥିବା ପଦବୀ ବିଷୟରେ ଜାଣିବାକୁ ହେବ। ବର୍ତ୍ତମାନ 23,753 ପୋଷ୍ଟ ପାଇଁ ଆବେଦନ କରିବାକୁ ଆହ୍ୱାନ ଦିଆଯାଇଛି। ଅଙ୍ଗନବାଡ଼ିରେ ଅନେକ ପୋଷ୍ଟରେ ଖାଲି ରହିଛି। ପାଠ୍ୟକ୍ରମରେ ରହିଥିବା ମାର୍କ ଅନୁଯାୟୀ ଏହି ପୋଷ୍ଟରେ ଚାକିରି ପ୍ରଦାନ କରାଯିବ। ମହିଳା ଏବଂ ବାଲ ମନ୍ତ୍ରଣାଳୟ ପକ୍ଷରୁ ଅଙ୍ଗନବାଡ଼ି ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ଜୁଲାଇ 18 ତାରିଖରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଅଗଷ୍ଟ 16 ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଏହାପରେ ଆଉ କୌଣସି ଆବେଦନ ଗ୍ରହଣ ହେବ ନାହିଁ। ପ୍ରତ୍ୟେକ ରାଜ୍ୟର ମହିଳା ଅଙ୍ଗନବାଡ଼ି କର୍ମୀ ଚାକିରି ପାଇଁ ଯୋଗ୍ୟତା ବିଷୟରେ ଜାଣିବା ଆବଶ୍ୟକ। ଅଧିକାଂଶ ପୋଷ୍ଟ ପାଇଁ କେବଳ 10ମ କିମ୍ବା ଦ୍ୱାଦଶ ପାସ୍ ହୋଇଥିବା ଆଶାୟୀଙ୍କୁ ପ୍ରାଥମିକତା ଦିଆଯିବ। ଚାଲନ୍ତୁ ନେକ୍ସଟ ଅପଡେଟ୍ ଜାଣିବା। ବଦଳିବ ପେନ୍ସନ୍ ନିୟମ। ଏବେ ଦେଶବ୍ୟାପୀ ଜୋର ଧରିଛି ଚର୍ଚ୍ଚା। ଅନେକ ରାଜ୍ୟରେ ପୁରୁଣା ପେନ୍ସନ୍ ସ୍କିମ୍ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିରୋଧୀ ଦଳ। ଅନ୍ୟପଟେ ଜାତୀୟ ସ୍ତରରେ ମଧ୍ୟ ବିରୋଧୀ ଦଳ ପୁରୁଣା ପେନ୍ସନ୍ ସ୍କିମ୍ ଲାଗୁ କରିବାକୁ ଦାବି କରୁଛନ୍ତି। ପୁରୁଣା ପେନ୍ସନ୍ ସ୍କିମ୍ ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପଡ଼ୁଥିବା ବେଳେ ଏନେଇ ନୀରବ ଅଛନ୍ତି ସରକାର। କିନ୍ତୁ କର୍ମଚାରୀଙ୍କୁ ଅଧିକ ପେନ୍ସନ୍ ଦେବା ପାଇଁ ରାଷ୍ଟ୍ରୀୟ ପେନ୍ସନ୍ ଯୋଜନା ବା ଏନ୍ପିଏସ୍ରେ ଅଦଳବଦଳ କରିବାକୁ ପ୍ରସ୍ତୁତ ଚଳାଇଛନ୍ତି କେନ୍ଦ୍ରରେ ମୋଦି ସରକାର। ନେକ୍ସଟ ଅପଡେଟଟି ବଢ଼ିବ କର୍ମଚାରୀଙ୍କ ଦରମା। 50 ଲକ୍ଷ କର୍ମଚାରୀଙ୍କ ପାଇଁ ଭଲ ଖବର। ଦରମାରେ ହେବ 8,000 ଟଙ୍କାର ବୃଦ୍ଧି। ଦେଶରେ 50 ଲକ୍ଷରୁ ଅଧିକ ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଅଛି। ସରକାର ଶୀଘ୍ର ସେମାନଙ୍କର ମୌଳିକ ଦରମା ବୃଦ୍ଧି କରିପାରନ୍ତି। ସୂଚନା ଅନୁସାରେ ଅଗଷ୍ଟ ମାସରେ ସରକାର ଏ ବାବଦରେ ଏକ ପ୍ରମୁଖ ନିଷ୍ପତ୍ତି ନେବେ ବୋଲି ଚର୍ଚ୍ଚା ହେଉଛି। ସପ୍ତମ ବେତନ ଆୟୋଗରେ ସୁପାରିଶ ଆଧାରରେ କେନ୍ଦ୍ରୀୟ କର୍ମଚାରୀଙ୍କ ବେତନ ବୃଦ୍ଧି ପାଇଁ ଦୀର୍ଘ ସମୟ ଧରି ଦାବି ହୋଇ ଆସୁଛି। ନିକଟରେ ଅର୍ଥ ବିଭାଗର ବୈଠକରେ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ବିଚାର କରାଯାଉଥିଲା ଏବଂ କର୍ମଚାରୀଙ୍କ ବେତନ ବୃଦ୍ଧି କରାଯିବ ବୋଲି ମହମତ ହୋଇଛି। ଦରମା କାହିଁକି ବୃଦ୍ଧି ପାଇବ? ଆପଣଙ୍କ ଦରମା କିପରି ହିସାବ କରିବେ? ଧରାଯାଉ ଆପଣଙ୍କର ସାମ୍ପ୍ରତିକ ମୌଳିକ ଦରମା ହେଉଛି 18,000 ଟଙ୍କା। ଯଦି ଫିଟମେଣ୍ଟ ଫ୍ୟାକ୍ଟର 2.57%, ତେବେ ଆପଣଙ୍କୁ ମୋଟ 46,260 ଟଙ୍କା ମିଳିବ। ହେଲେ ଯଦି ଫିଟମେଣ୍ଟ ଫ୍ୟାକ୍ଟର 3.68%କୁ ବୃଦ୍ଧି ହୁଏ ଏବଂ ଆପଣଙ୍କର ମୌଳିକ ଦରମା 26,000 ଟଙ୍କା ହୋଇଯାଏ, ତେବେ ଆପଣଙ୍କୁ ମୋଟ 95,680 ଟଙ୍କା ମିଳିବ। ଏହାର ଅର୍ଥ ଆପଣଙ୍କ ଦରମା ପ୍ରାୟ 50,000 ଟଙ୍କା ବୃଦ୍ଧି ପାଇବ। ତ ଖବରଟି କିପରି ଲାଗିଲା ଆପଣଙ୍କୁ ଆମ କମେଣ୍ଟ ସେକ୍ସନରେ ଜଣାନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ।